ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନାର ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ବୃନ୍ଦାବନ ଯାତ୍ରାରେ ଆମେମାନେ ରମନ ରେତିକୁ ଯାଇଥିଲୁ। ମଥୁରା ଆଉ ଗୋକୁଲର ମଝିରେ ଏଇ ରମନ ରେତି ଆଶ୍ରମଟା ଅଛି। ଏଇ ରମନ ରେତି ଆଶ୍ରମଟା ଗୋକୁଲରୁ 2.5 କିଲୋମିଟର ଆଉ ମଥୁରାରୁ 13 କିଲୋମିଟର ଦୂରରେ ଅବସ୍ଥିତ। ଆପଣମାନେ ଯେତେବେଳେ ପଶିବେ ଆଶ୍ରମ ଭିତରକୁ ଦେଖିପାରିବେ, ଆଗୁ ମନ୍ଦିରଟା ଥିବ। ମନ୍ଦିରରେ ନା ବହୁତ ସୁନ୍ଦର ନୃତ୍ୟ କରୁଥାନ୍ତି ସମସ୍ତେ। କେତେ ସୁନ୍ଦର କୀର୍ତ୍ତନ ଚାଲିଥାଏ, ଭଜନ ଚାଲିଥାଏ। ଆଉ ଏଇ ମନ୍ଦିରର ପରିବେଶଟା ବି ବହୁତ ସୁନ୍ଦର ଲାଗେ, ଗଛଲତାରେ ପୁରା ପରିପୂର୍ଣ୍ଣ। ବହୁତ ବଢିଆ ଲାଗେ ଏଇ ମନ୍ଦିରର ପରିବେଶଟା। ଏବେ ଆପଣମାନେ ଭଗବାନଙ୍କୁ ଦର୍ଶନ କରନ୍ତୁ। ରମନ ରେତି ଆଶ୍ରମରେ ଯୋଉ ଆଳତି ହୁଅନ୍ତି, ସେ ଆଳତି ଗୋଟେ ହାତୀ କରନ୍ତି। ସନ୍ଧ୍ୟାବେଳେ ଆଳତିଟା ହାତୀ କରନ୍ତି। ରମନ ରେତିରେ ପଶିଗଲା ବେଳେ ଯେମିତି ଲାଗେ କି ଆମେ ଦ୍ୱାପର ଯୁଗକୁ ପଳେଇ ଆସିଛୁ। ଆମେମାନେ 9:30ରେ ଏମିତି ଯାଇଥିଲୁ ରମନ ରେତିକୁ। ଆଉ ସେଥିରେ ବି କେତେ ଭିଡ଼ ହେଇଛନ୍ତି ଦେଖନ୍ତୁ। ବିଭିନ୍ନ ବିଭିନ୍ନ ଜାଗାରୁ ସବୁ ଆସିଥିଲେ ଶ୍ରଦ୍ଧାଳୁମାନେ, ଭକ୍ତମାନେ। ଭଜନ ଚାଲିଥାଏ ଆଉ ଏମାନେ ସବୁ ନୃତ୍ୟ କରୁଥାନ୍ତି। ମୋ ଭଉଣୀ ବି ଏମାନଙ୍କ ସାଙ୍ଗରେ ମିଶିକି ଦେଖନ୍ତୁ କେତେ ସୁନ୍ଦର ନୃତ୍ୟ କରୁଛି, କେତେ ସୁନ୍ଦର ନାଚୁଛି ଦେଖନ୍ତୁ। ବହୁତ ଆନନ୍ଦ ଲାଗୁଥାଏ। ଯୋଉମାନେ ବୃନ୍ଦାବନ ଆସିବାର ପ୍ଲାନ୍ କରୁଥିବେ ନା, ସେମାନେ ରମନ ରେତି ନିଶ୍ଚୟ ଆସିବେ। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ତାଙ୍କ ସଖାମାନଙ୍କ ସହ ଏଇ ବାଲିରେ ଖେଳୁଥିଲେ, ଲୋଟପଟ ହଉଥିଲେ। ବହୁତ ଲୀଳା ସେ କରିଥିଲେ। ଏଇ ବାଲିକୁ ନା ବହୁତ ପବିତ୍ର ମାନନ୍ତି ସମସ୍ତେ। କଣ ପାଇଁ କି ସେ ବାଲିକୁ ଭଗବାନ କୃଷ୍ଣ ନିଜେ ସ୍ପର୍ଶ କରିଥିଲେ। ବ୍ରଜଭୂମିର ଏଇ ରମନ ରେତି ମନ୍ଦିରରେ ନା ଆପଣମାନଙ୍କୁ ସବୁଆଡେ ଖାଲି ମାନେ ବାଲି ହିଁ ବାଲି ଦେଖାହବ। ଆଉ ଏଇ ବାଲିଟା ବହୁତ ହି ସଫ୍ଟ, ବହୁତ ହି ପୁରା ମାନେ ହାତରେ ଆପଣ ମାନେ ଛୁଇଁବେ ଏତେ ବଢିଆ ଲାଗେ ନା। ସେ ବାଲିଟା ବହୁତ ହି ସଫ୍ଟ ଲାଗେ। ଯୋଉ ବି ଭକ୍ତ ଆସନ୍ତି ଏଠି ସବୁ ଗଡିକି ଯାଆନ୍ତି। ଦେଖନ୍ତୁ କେତେ ସୁନ୍ଦର ଏଠି ଗଡୁଛନ୍ତି ଭକ୍ତମାନେ। କେହି ବି ଏଠି ନ ଗଡିକି ଯାଆନ୍ତିନି, ସମସ୍ତେ ଏମିତି ଗଡନ୍ତି। ବାଲିକୁ ଗୋଲ ଗୋଲ କରିକି ଯେମିତି ବଲ୍ ଆମର କରାଯାଏ ନା, ସେମିତି କରିକି ଫିଙ୍ଗା ଫିଙ୍ଗି ହେଇକି ବି ଖେଳନ୍ତି ଲୋକମାନେ ସବୁ, ଭକ୍ତମାନେ ସବୁ। ଘର ସବୁ ବନାନ୍ତି, ଦେଖନ୍ତୁ କେମିତି ଘର ବନଉଛନ୍ତି। କୁହନ୍ତି କି ଏମିତି ଯଦି ଆମେ ଘର ବନେଇବା ତ ଆମର ବି ଏଇପରିକା ଗୋଟେ ଘରଟେ ହେବ। କୃଷ୍ଣଙ୍କୁ ବି ଜଣେ ଆଣିକି ବସେଇଛନ୍ତି ଦେଖନ୍ତୁ, ଗୋପାଳଜୀକୁ। ଆମେ ତ ବର୍ଷା ଟାଇମରେ ଯାଇଥିଲୁ, ଦେଖନ୍ତୁ ସବୁ ବାଲି ଓଦା ହେଇଯାଇଛି। ଏତେ ଚିକ୍କଣ ନା, ଏତେ ବାଲି, ଏତେ ବଢିଆ। ଆପଣ ମାନେ ଗଲେ ଗୋଟେ ଥର ହେଲେ ଏଇ ରମନ ରେତି ଯାଇକି ଦର୍ଶନ କରିବେ। ଏଇଠି ଯୋଉ ଆମର ମନ୍ଦିର ଅଛନ୍ତି ନା ରାଧାକୃଷ୍ଣଙ୍କର, ସେଟା ଅଷ୍ଟଧାତୁରେ ସେଇ ମୂର୍ତ୍ତି ସବୁ ଅଛନ୍ତି। ଆପଣମାନେ ସମସ୍ତେ ମଥୁରା ବୃନ୍ଦାବନ ଆସିଲେ ଏଇ ରମନ ରେତି ଆଶ୍ରମକୁ ଆସିବେ, ଭଗବାନଙ୍କୁ ଦର୍ଶନ କରିବେ ଆଉ ବାଲିରେ ଖେଳିକି ଯିବେ। ବହୁତ ବଢିଆ ଲାଗିବ। ଆଗକୁ ଆହୁରି ଦର୍ଶନ ସବୁ ମୁଁ ଯୋଉ କରିଛି ତାର ଭିଡିଓ ସବୁ ଆଣିବି। ରାଧେ ରାଧେ।